ଆସନ୍ତୁ ଆଜି ଜାଣିବା ଆମେ ପିଏମ୍ କିଷାନ କେମିତି ଆବେଦନ କରାଯାଏ। ସଠିକ୍ ଭାବରେ କେମିତି ଆବେଦନ କରିବେ ଦେଖନ୍ତୁ। ପ୍ରଥମେ ଗୁଗଲ୍ କ୍ରୋମ୍ ଓପନ୍ କରନ୍ତୁ, ଲେଖନ୍ତୁ ପିଏମ୍ କିଷାନ ଲେଖିଲା ପରେ ଆପଣଙ୍କର ଏଇଭଳିଆ ଇଣ୍ଟରଫେସ୍ ଆସିଯିବ। ପ୍ରଥମ ଅପସନ୍ରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କର ଏଠି ଅଛି ଇକେୱାଇସି ନ୍ୟୁ ଫାର୍ମର ରେଜିଷ୍ଟ୍ରେସନରେ କ୍ଲିକ୍ କରିବେ। ନ୍ୟୁ ଫାର୍ମର ରେଜିଷ୍ଟ୍ରେସନରେ କ୍ଲିକ୍ କଲା ପରେ ଆପଣଙ୍କର ପ୍ରଥମେ ଦେବେ ଆଧାର ନମ୍ବର। ଆଧାର ନମ୍ବର ପରେ ଆପଣଙ୍କ ପାଖରେ ଯେଉଁ ମୋବାଇଲଟି ଥିବ ସେହି ମୋବାଇଲ ନମ୍ବରଟା ଦେବେ। ମୋବାଇଲ ନମ୍ବର ଦେଇ ସାରିବେ। ତାପରେ ଆପଣଙ୍କର ଷ୍ଟେଟ୍ ସିଲେକ୍ସନ୍ କରିବେ, ଯେଉଁ ଷ୍ଟେଟରୁ ବିଲଙ୍ଗ କରୁଛନ୍ତି। ତାପରେ କ୍ୟାପଚା ଏଠି ଡାଲିବେ। କ୍ୟାପଚା ଦେଇ ସାରିଲା ପରେ ଆପଣଙ୍କର ମୋବାଇଲକୁ ଗୋଟେ OTP ଯିବ। 4ଟି ନମ୍ବରର ଗୋଟେ OTP ଯିବ। 4ଟି ନମ୍ବରର OTP ଦେଇ ସାରିଲା ପରେ ପୁଣି କ୍ୟାପଚା ଦେବେ। କ୍ୟାପଚା ଚେଞ୍ଜ କରିବାକୁ ପଡ଼ିବ। କ୍ୟାପଚା ଦେବେ। କ୍ୟାପଚା ଦେଇକି ପୁଣି ସବମିଟ୍ କରିବେ। ସବମିଟ୍ କଲା ପରେ ଦେଖନ୍ତୁ ଆପଣଙ୍କ ମୋବାଇଲକୁ ଏଇଟା ଯେଉଁଟା ଆସିବ ଆଧାର ସାଇଟରୁ ଆପଣଙ୍କର 6ଟା ନମ୍ବର ଦେଇ ସାରିଲା ପରେ ଆପଣଙ୍କର ଭେରିଫାଏ ଆଧାର OTPରେ କ୍ଲିକ୍ କରିବେ। ଭେରିଫାଏ ଆଧାର OTPରେ କ୍ଲିକ୍ କରନ୍ତୁ। ଏ ଭେରିଫାଏ ଆଧାର OTPରେ କ୍ଲିକ୍ କଲା ପରେ ଦେଖନ୍ତୁ ଏହି ଫର୍ମଟି ଆବେଦନ କରିବା ପାଇଁ ପୁରା ସମ୍ପୂର୍ଣ୍ଣ ଫର୍ମ ଆସିଯିବ। ସମ୍ପୂର୍ଣ୍ଣ ଫର୍ମଟିକୁ କେମିତି ଫିଲ୍ଅପ୍ କରିବେ ଆସନ୍ତୁ ଦେଖିବା। ପ୍ରଥମେ ଉପରକୁ ଯାଆନ୍ତୁ। ଦେଖନ୍ତୁ ଏଠି ଡିଷ୍ଟ୍ରିକ୍ଟ ସିଲେକ୍ସନ୍ କରିବେ। ଡିଷ୍ଟ୍ରିକ୍ଟ ପରେ ଆପଣଙ୍କର ସବ୍ ଡିଷ୍ଟ୍ରିକ୍ଟ ଯେଉଁଟା ଥିବ, ବ୍ଲକ ଏରିଆ ଥିବ, ନହେଲେ ତହସିଲ ଥିବ, ନହେଲେ ଆପଣଙ୍କର NAC ଥିବ। ତାପରେ ଆପଣଙ୍କର ବ୍ଲକ ଆସିବ। ବ୍ଲକ ପରେ କେଉଁ ଗାଁରୁ ଆପଣ ବିଲଙ୍ଗ କରୁଛନ୍ତି ସେଇଟା ଏଠି କ୍ଲିକ୍ କରିବେ। ଦେଖନ୍ତୁ ତାପରେ ଆପଣଙ୍କର କେଉଁଟା କ୍ୟାଟାଗୋରୀ ସିଲେକ୍ଟ କରିବେ, ST SC OBC ଜେନେରାଲ। ଆପଣ ଯେଉଁ କ୍ୟାଟାଗୋରୀର ହୋଇଥିବେ ସେଇଟା ସିଲେକ୍ସନ୍ କରିବେ। ଦେଖନ୍ତୁ ସିଲେକ୍ସନ୍ କଲା ପରେ ଏଠି ଆପଣଙ୍କର କି ପ୍ରକାର ଚାଷୀ ଆପଣ ସ୍ମଲ୍ ଚାଷୀ ନା ବିଗ୍ ଚାଷୀ ସେଇଟା କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଆପଣଙ୍କର ଲ୍ୟାଣ୍ଡ ରେଜିଷ୍ଟ୍ରେସନ୍ ଆଇଡି ଯଦି ଆପଣଙ୍କୁ ଜଣା ନାହିଁ ତାହେଲେ ଆପଣଙ୍କର ପଟ୍ଟା ନମ୍ବରଟା ଖତିଆନ ନମ୍ବରଟା ଆପଣ ଏଠି ଦିଅନ୍ତୁ। ଖତିଆନ ନମ୍ବର ଦେଲା ପରେ ଆପଣଙ୍କର ନେକ୍ସଟ ଆସିବ ରାସନ କାର୍ଡ଼ ନମ୍ବର। ରାସନ କାର୍ଡ଼ ନମ୍ବର ଏଠି ଦିଅନ୍ତୁ। ରାସନ କାର୍ଡ଼ ନମ୍ବର ଆସିଲା ପରେ ଆପଣ PM କିଷାନ ମନ୍ଧନ ଯୋଜନାରେ ସାମିଲ ଅଛନ୍ତି କି ନାହିଁ, ୟେସ୍ ଅର୍ ନୋ। ଯଦି ଅଛନ୍ତି ୟେସ୍, ଯଦି ନାହିଁ ନୋ କରିବେ। ତାପରେ ଆପଣଙ୍କର ପଟ୍ଟା ଯେଉଁ ଅଛି ସେଇଟା ସିଙ୍ଗିଲ୍ ଅଛି ନା ଜଏଣ୍ଟ ଅଛି। ଯଦି ସିଙ୍ଗିଲ୍ ଅଛି ସିଙ୍ଗିଲ୍ରେ କ୍ଲିକ୍ କରନ୍ତୁ, ଯଦି ଜଏଣ୍ଟ ଅଛି ଜଏଣ୍ଟରେ କ୍ଲିକ୍ କରନ୍ତୁ। ଜଏଣ୍ଟରେ କ୍ଲିକ୍ କଲା ପରେ ଆପଣଙ୍କୁ ଆଡ୍ ଅପସନ୍ରେ କ୍ଲିକ୍ କରିବେ। ଆଡ୍ ଅପସନ୍ରେ କ୍ଲିକ୍ କଲେ ଆପଣଙ୍କର ଦେଖନ୍ତୁ ପୁରା ପଟ୍ଟାର ଫିଲ୍ଅପ୍ କରିବାକୁ ପଡ଼ିବ। ପ୍ରଥମେ ଖତିଆନ ନମ୍ବର ଯେଉଁଟା ଖସରା ନମ୍ବର ଅଛି ସେଇଠି ପ୍ଲଟ୍ ନମ୍ବର ଦେଇ ଦିଅନ୍ତୁ। ପ୍ଲଟ୍ ନମ୍ବର ପରେ ଆପଣଙ୍କର ଯେଉଁ ପ୍ଲଟ୍ ନମ୍ବର ଦେଲେ ତାର ଏରିଆ କେତେ ଅଛି ଏରିଆ ଦିଅନ୍ତୁ। ଏରିଆ ଦେଲା ପରେ ଦେଖନ୍ତୁ ଲ୍ୟାଣ୍ଡ ଟ୍ରାନ୍ସଫର ଡିଟେଲ୍ସରେ କ୍ଲିକ୍ କରନ୍ତୁ। ଏଥିରେ ଆପଣ କେମିତି ଭାବରେ ଜମିଟି ପାଇଛନ୍ତି, କିଣିଛନ୍ତି ନା ହଜବେଣ୍ଡଙ୍କ ଡେଥ୍ ହେଲା ପରେ କିମ୍ବା ବାପାଙ୍କ ଗିଫ୍ଟ, ସେ ହିସାବରେ ଆପଣଙ୍କୁ ଫିଲ୍ଅପ୍ କରିବାକୁ ପଡ଼ିବ। ତାପରେ ଏଠାରେ ମ୍ୟୁଟେସନ୍ ଡେଟ୍ଟା ଆପଣଙ୍କର RORରେ ଅଛି, ଦେଖିଦେବେ। ପଟ୍ଟା ଦେଖିକି ଏଇଟା ଫିଲ୍ଅପ୍ କରନ୍ତୁ। ମ୍ୟୁଟେସନ୍ ଡେଟ୍ ଦେଲା ପରେ ତାପରେ ଦେଖନ୍ତୁ ଏଇଟାକୁ ଏଡ଼୍ କରିଦେବେ। ଏଡ଼୍ କଲା ପରେ ଦେଖନ୍ତୁ ଆପଣଙ୍କର ଲ୍ୟାଣ୍ଡ ଡିଟେଲ୍ସଟା ସେଭ୍ ହୋଇଗଲା। ପରେ ଆପଣ ଯେଉଁ PDF ତିଆରି କରିଥିବେ
ଆପଣଙ୍କର ଆଧାର କାର୍ଡ଼ ହେଲା, ପାସବୁକ୍ ହେଲା କିମ୍ବା ଆମର ପଟ୍ଟା ହେଲା, ସେସବୁକୁ ଯେଉଁ ଜଏଣ୍ଟ କରି ରଖିଥିବେ ତାପରେ ଚୁଜ୍ ଫାଇଲ୍ରେ କ୍ଲିକ୍ କରନ୍ତୁ। ଚୁଜ୍ ଫାଇଲ୍ରେ କ୍ଲିକ୍ କରିକି ସେ ଫାଇଲ୍କୁ ଆଣନ୍ତୁ। ଫାଇଲ୍ ଆଣିଲା ପରେ ସେଭ୍ ଅପସନ୍ରେ କ୍ଲିକ୍ କରନ୍ତୁ। ସେଭ୍ ଅପସନ୍ରେ କ୍ଲିକ୍ କଲେ ଦେଖନ୍ତୁ ଆପଣଙ୍କର ଗୋଟେ ଫାର୍ମର ଆଇଡ଼ି ଜେନେରେଟ୍ ହେଇଗଲା। ଏଇଟା ଜେନେରେଟ୍ ହେବାର ଠିକ୍ 10ରୁ 12 ଦିନ ପରେ ଆପଣଙ୍କୁ KYC କରିବାକୁ ପଡ଼ିବ ଏବଂ KYC କରିଲା ପରେ KYC କଲା ପରେ ଆପଣଙ୍କର ଫର୍ମଟି ଆଗକୁ ପ୍ରୋସେସ୍ ହେଇଯିବ। ନିଶ୍ଚିତ ରୂପେ ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଆଉ ଯଦି କିଛି ନୂଆ ଜାଣିବାର ଅଛି, କିଛି ଆଗକୁ ଆଉ କିଛି ଅନଲାଇନ୍ ବିଷୟରେ ଜାଣିବାର ଅଛି, ତ ଆପଣ ମୋତେ କମେଣ୍ଟ ସେକ୍ସନରେ ଜଣାଇ ପାରିବେ। ଆହୁରି ନୂଆ ଏମିତି ଭିଡ଼ିଓ ଦେଖିବା ପାଇଁ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣଙ୍କର ଯଦି କିଛି ଆବେଦନ କରିବାର ଅଛି, ଆପଣ ଜାଣିପାରୁନାହାନ୍ତି, ତେବେ କମେଣ୍ଟ ସେକ୍ସନରେ ମୋତେ ଜଣାଇ ଦିଅନ୍ତୁ। ମୁଁ ନିଶ୍ଚିତ ରୂପେ ଆପଣଙ୍କୁ ସାହାଯ୍ୟ କରିପାରିବି।